ବଣାଇ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ବହୁମୁଖୀ ଖେଳପଡ଼ିଆଠାରେ ପଞ୍ଚମ ବାଳକୃଷ୍ଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। 5 ବର୍ଷରେ ପଦାର୍ପଣ କରିଛି ଏହି ଟୁର୍ଣ୍ଣାମେଣ୍ଟ। 5 ଦିନ ଧରି ଚାଲି ଆସୁଥିବା 16ଟି ଟିମ୍କୁ ନେଇ ନକ୍ଆଉଟ୍ ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଏହାର ମୁଖ୍ୟ ଆୟୋଜକ ହରିଶଙ୍କର ସାହୁ ହରିଆସ ଭାଇଙ୍କ ତତ୍ତ୍ୱାବଧାନରେ ଉକ୍ତ ଟୁର୍ଣ୍ଣାମେଣ୍ଟଟି ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଣାଇ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଧର୍ମବୀର ଦାସ, ରୁଦ୍ରଚରଣ ବାରିକ, ସାମ୍ବାଦିକ ରାଜେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ବଣାଇ ବନାମ କୋଳିପୋଷ ମଧ୍ୟରେ ହୋଇଥିଲା। କୋଳିପୋଷ ଟିମ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଏହି ଖେଳକୁ ଅମ୍ପାୟାର ଭାବେ ଆବାସ ବିଶ୍ୱାଳ ଓ ପିଙ୍କୁ ଦେହୁରୀ ପରିଚାଳନା କରୁଥିବା ବେଳେ ଦେଖିବାକୁ ବହୁ ଦର୍ଶକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ବଣାଇରୁ ରାଜେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ପି ନ୍ୟୁଜ୍।